ବାହାଘର ଆଉ ପିଲା ଖେଳ ନୁହେଁ। ଏ କଥାଟା ଅଭିଭାବକ ବୁଝିବା ବର୍ତ୍ତମାନ ଦିନରେ ଆବଶ୍ୟକ ଅଛି, ପିଲାମାନଙ୍କର ନୁହେଁ। କାହିଁକି ଏମିତି ଏକ ଲୋମହର୍ଷଣକାରୀ ଘଟଣା ମହାରାଷ୍ଟ୍ର ପୁଣେରେ ଘଟି ଯାଇଛି, ଯୋଉଟା କି ଆଜି ସବୁ ଖବର କାଗଜର ଏକ ମାନେ ଫ୍ରଣ୍ଟ ଲାଇନ୍ ନ୍ୟୁଜ୍ କହିଲେ ଭୁଲ ହବ ନାହିଁ। ଘଟଣାଟା ହେଇଛି କ'ଣ ନା, ଜଣେ ଅଭିଭାବକ ଯିଏକି 400 କୋଟି ସମ୍ପତ୍ତିର ମାଲିକ, ସେ ତାର ପୁଅର ବାହାଘର କଥା ଚିନ୍ତା କଲେ, ଯୋଗ୍ୟ ପ୍ରାର୍ଥୀଟିଏ ବାଛିଲେ, ଆଉ ବାହାଘର ପାଇଁ ପ୍ରସ୍ତୁତିରେ ଲାଗି ପଡ଼ିଲେ। ବରଯାତ୍ରୀ ଯିବେ ବୋଲି 2ଟା ପ୍ରାଇଭେଟ ଜେଟ୍ ସିଏ ଭଡ଼ାରେ ଆଣିଲେ, ଗୋଟେ ରାଜପ୍ରସାଦ ଭଡ଼ାରେ ନେଲେ। ସିଏ 17 କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ଗୋଟେ ଯୋଜନା କରିଥିଲେ ବୋଲି ତାଙ୍କର କହିବା କଥା। କାହିଁକି ବା କରିବେ ନାହିଁ? 400 କୋଟି ସମ୍ପତ୍ତିର ମାଲିକ, ତାଙ୍କର ପୁଣି ଗୋଟିଏ ମାତ୍ର ପୁଅ, ଧୁମଧାମରେ ତ ବାହାଘର ହବ ନିଶ୍ଚୟ, ସେଥିରେ ଆଉ ଭାବିବାର କିଛି ବିଷୟ ନାହିଁ। ପୁଅ ମଧ୍ୟ ବାହାଘରକୁ ନେଇକି ଅତି ଖୁସି, ଭାବି ସ୍ତ୍ରୀ ସହିତ ସିଏ ପ୍ରତିଦିନ ବୁଲୁଛନ୍ତି ପ୍ରି ୱେଡିଂ ସୁଟିଂରେ। ଏମିତି ଗୋଟେ ଦିନ ପ୍ରି ୱେଡିଂ ସୁଟିଂରେ ଯାଇଥିଲେ ଗୋଟେ ଦୁର୍ଗକୁ, ପୁରୁଣା ଦୁର୍ଗ ଗୋଟେ ସେ ପାଖରେ ଅଛି, ସେଠିକି ସୁଟିଂ କରିବାକୁ ଯାଇଥିଲେ। ସେଠିକି ଆଗରୁ ମଧ୍ୟ ଯାଇଥିଲେ, 2-3 ଥର ଆଗରୁ ବି ଯାଇଥିଲେ। ହେଲେ ଏଇ ଆଜି ଦିନଟା ହେଇଛି, ଯୋଉ 19 ତାରିଖ ଦିନ ଯୋଉ ଘଟଣାଟା ଘଟିଛି, ସେଇ ଦିନ କ'ଣ ହେଇଛି ନା, ସେମାନେ ଯେତେବେଳେ ସୁଟିଂରେ ଯାଇଛନ୍ତି, ସୁଟିଂ ଚାଲିବା ସମୟରେ ସେଠି ଗୋଟେ ଛୋଟିଆ ପାହାଡ଼ ପର୍ବତ କ'ଣ ଅଛି ସେଠି, ସେଇଠି କ'ଣ ହେଇଛି ନା, ସୁଟିଂ ସମୟରେ ଗୋଟେ ଦୁର୍ଘଟଣା ଘଟିଯାଇଛି। ପୁଅର ଗୋଡ଼ ଖସି ଯାଇଛି। ଖସିଯିବା ଫଳରେ 400 ଫୁଟ ତଳକୁ ଗୋଟେ ଗାତରେ ପଡ଼ିକିରି ତାର ମୃତ୍ୟୁ ହେଇଯାଇଛି। ଇନଭେଷ୍ଟିଗେସନ ହେଲା, ପୋଲିସ ଆସିଲା। ଏଇଟା ଗୋଟେ ଅପମୃତ୍ୟୁ ବୋଲି ଭାବିକି, ସେମାନେ ଗୋଟେ ସାଧାରଣ ଘଟଣା ବୋଲି ଭାବିକି ତାକୁ ପୋଲିସ ମଧ୍ୟ କେସ୍ ବନ୍ଦ କରିଦେଇଥିଲା। କିନ୍ତୁ 4 ଦିନ ପରେ ଯେତେବେଳେ ସେ ଝିଅ ଏଇ ପୁଅ ଘରକୁ ଆସିଲା, ସେଠି ଝିଅ ମାନେ ପୁଅର ଭଉଣୀ ଏଇ ଝିଅର କଥାବାର୍ତ୍ତାରେ କିଛି ତାକୁ ଗୋଟେ ସନ୍ଦେହ ହେଲା। ସନ୍ଦେହ ହେବା ଫଳରେ এই কথাটা সে পুলিশকে জনাইলা। পুলিশ ইনভেস্টিগেশন কলা। ইনভেস্টিগেশনে জনা পড়িলা যে এইটা মর্ডর হয়েছি, দুর্ঘটনা নুহ। সে তার পুরোনা প্রেমিক চেতন চৌধুরী নামক জনে ব্যক্তি সহিত মিশি তাঙ্কর ভাইর মৃত্যু হয়েছি, এইটা প্রমাণিত হলা। এই ঘটনারে দায়ী আপন কাহা করিবে? নিশ্চয় ঝিও যে মর্ডর করেছি সিয়া গোয়েল। কিন্তু ভাল ভাবে যদি দেখিবে, ଆପଣ ଯଦି ସୂକ୍ଷ୍ମ ଭାବରେ ତାକୁ ଯଦି ଗୋଟେ ତାକୁ ପର୍ଯ୍ୟାଲୋଚନା କରିବେ, ଆପଣ ପାଇବେ ସେ ଝିଅ ସମ୍ପୂର୍ଣ୍ଣ ଦାୟୀ ନୁହଁ। ଝିଅର ଅଭିଭାବକ ଦାୟୀ, ତା ସହିତ କେତନ ଅଗ୍ରୱାଲର ବାପା ମା ମଧ୍ୟ ଦାୟୀ। କେତନ ଅଗ୍ରୱାଲ ହେଉଛନ୍ତି ସେଇ ବ୍ୟକ୍ତି ଯିଏ 26 ବର୍ଷ ଯୁବକ ଯାହାର ମୃତ୍ୟୁ ହେଇଛି। ଆପଣ ଆଶ୍ଚର୍ଯ୍ୟ ହେଉଥିବେ ମୋ କଥା ଶୁଣି। ଶୁଣନ୍ତୁ, ଯୁଗ ବଦଳୁଛି। 50 ବର୍ଷ ତଳେ ଲୋକଙ୍କର ଚିନ୍ତାଧାରା ଯୋଉ ପ୍ରକାର ଥିଲା, ଏବେ ଆଉ ସେ ଚିନ୍ତାଧାରା ନାହିଁ। ଯୁବ ସମାଜ ବାହାଘରକୁ ନେଇକି ତାଙ୍କର ଚିନ୍ତାଧାରାରେ ବହୁତ ପରିବର୍ତ୍ତନ ଆସିଛି। ଟେକ୍ନୋଲୋଜିର ଯୋଗ ଆସିଗଲାଣି। ନାରୀ ଶିକ୍ଷିତ ହେଲାଣି, ଆତ୍ମସ୍ୱାଭିମାନ ହେଲାଣି, ଆତ୍ମନିର୍ଭରଶୀଳ ହେଲାଣି। ଆଉ ସରକାର ତରଫରୁ ଯୋଉ ତାକୁ କ୍ଷମତା ଦିଆଯାଇଛି, ଆବଶ୍ୟକତା ଠାରୁ ଅଧିକ ଦିଆଯାଇଛି, ଯାହାର ସେ ମିସ୍ ୟୁଟିଲାଇଜେସନ କରୁଛି। ଆଉ ତାର ପ୍ରଭାବ କ'ଣ ପଡୁଛି ଆପଣମାନଙ୍କ ପାଖରେ ଅନେକ ଖବର ଅଛି। ଦେଖିବେ, ପୁରୁଷ ନିର୍ଯାତନା ଅପେକ୍ଷା ନାରୀ ନିର୍ଯାତନା ଧୀରେ ଧୀରେ ସମାଜରେ ବଢୁଛି। ହେଲେ এইটা କ'ଣ ଗୋଟେ ପୁଅର ବାପାର କର୍ତ୍ତବ୍ୟ ନଥିଲା କି ଗୋଟେ ଝିଅର ବାହାଘର, ଝିଅ ସହିତ ବାହାଘର କରିବା ପୂର୍ବରୁ ଝିଅର ଇତିହାସ ଭୂଗୋଳ, ତାର ଅତୀତ ବର୍ତ୍ତମାନ ଭବିଷ୍ୟତ ଉପରେ ମାନେ ସମ୍ପୂର୍ଣ୍ଣ ଇନଭେଷ୍ଟିଗେସନ କରିବାର ଆବଶ୍ୟକତା ନଥିଲା କି? ଦ୍ୱିତୀୟ କଥା, ଝିଅର ବାପା ମା। ଯୋଉ ଝିଅ ଜଣକୁ ମର୍ଡର କରିବା ପାଇଁ ଯୋଜନା କରିପାରୁଛି, ସିଏ ତାର ଯାହାକୁ ଭଲ ପାଉଛି ତାକୁ ବିବାହ କରିବା ପାଇଁ ସେ ଘରେ ଚାପ ପକାଇଥିବ କି ନାହିଁ ଆପଣ ଚିନ୍ତା କରି ଦେଖିବା। ନିଶ୍ଚୟ ପକାଇଥିବ। କିନ୍ତୁ ବାପା ମା ତାଙ୍କର ସୋସିଆଲ ଷ୍ଟାଟସକୁ ଦେଖିକିରି କିମ୍ବା ତାଙ୍କର ଆତ୍ମସ୍ୱାଭିମାନକୁ, ଇଗୋକୁ ହଟ୍ ଯେମିତି ନ ହବ,
ସେଥିପାଇଁ କି ବଡ଼ ଘରେ ପ୍ରସ୍ତାବ କରିକି ସେ ନିଜକୁ ଗୋଟେ ମହାନ ହେବା ପାଇଁ ହଉ ଯାହା ବି ହଉ ସେମାନେ ଝିଅର ଯୋଉ ଇଚ୍ଛା ଝିଅର ସ୍ୱପ୍ନ ତାକୁ ସେମାନେ କୋଉଠି ନା କୋଉଠି ଦବେଇ ଦେଇଛନ୍ତି। ତାର ସ୍ୱରକୁ ମାନେ ବାହାରକୁ ଆଣିବା ପାଇଁ ସୁଯୋଗ ଦେଇନାହାନ୍ତି, ତାର ସ୍ୱପ୍ନକୁ ପୂରଣ କରିବା ପାଇଁ ଦେଇନାହାନ୍ତି। ତେଣୁ ସେ ଅନ୍ୟ କିଛି ଉପାୟ ନ ପାଇକି ପ୍ରତିଶୋଧ ପରାୟଣ ହେଇଛି। ସେ ଗୋଟେ ଯେତେବେଳେ ସେ ଗୋଟେ ଶିକ୍ଷିତ ଝିଅ ନିଶ୍ଚୟ ହେଇଥିବ, ସେ ମାରିବା ପାଇଁ ଯୋଜନା କରିଛି। ହେଲେ ମାରିବାଟା ଭୁଲ, ମୁଁ କହୁନାହିଁ ଯେ ମାରିବାଟାକୁ ଜଷ୍ଟିଫାଇ ମୁଁ କରୁନାହିଁ, କିନ୍ତୁ ତା ପାଇଁ ତାକୁ ଯୋଉ ଦାନା ଦିଆ ହେଇଛି ସେଇଟା କୋଉଠୁ ଆସିଲା? ବାପା ମାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆପଣ ଯଦି ଭାବୁଛନ୍ତି ସେ ଝିଅଟା ପାଇଁ ଆପଣଙ୍କର ଝିଅଟା ପାଇଁ କେତନ ଅଗ୍ରୱାଲ ଗୋଟେ ଫିଟ୍ କ୍ୟାଣ୍ଡିଡେଟ୍, ଆପଣ ତାକୁ କାଉନସିଲିଂ କରିପାରିବେ, ମୋଟିଭେଟ୍ କରିପାରିବେ। ଯଦି ମୋଟିଭେଟ୍ ହଉନାହିଁ, ତାର ଇଚ୍ଛା ଅନୁସାରେ ବାହାଘର ଯଦି ଆପଣ କରିଦେଇଥାନ୍ତେ କ'ଣ ଅସୁବିଧା ହେଇଯାଇଥାନ୍ତା? ଆପଣଙ୍କର ଝିଅ ଆଜି ଜେଲ୍ ଯାଇନଥାନ୍ତା, ଗୋଟେ ନିରୀହ ଜୀବନରେ ମଧ୍ୟ ଯାଇନଥାନ୍ତା। ଆପଣଙ୍କର ସାମାଜିକ ପ୍ରତିଷ୍ଠା ହିଁ ଆପଣଙ୍କ ପାଇଁ ବଡ଼ ହେଇଗଲା। ତେଣୁ ମୋର କହିବା କଥା ହେଲା, ବାହାଘର ଆଉ ପିଲା ଖେଳ ନୁହେଁ, ଏଇଟା ବାପା ମା ବୁଝିବାକୁ ପଡ଼ିବ, ପିଲାମାନଙ୍କର ବୁଝିବାର। ଏଇଭଳିଆ ଘଟଣାକୁ ଦେଖି ସରକାର ମାନେ ମଧ୍ୟ ଏବେ ଆ ପ୍ରତି ସଚେତନ ହେବାର ଅଛି। ଏଇଭଳିଆ ଯଦି ଘଟଣାକୁ ରୋକିବାର ଅଛି, ତାହେଲେ ମୋର କହିବା କଥା ହେଲା, ବାହାଘର ଯାହାର ବି ଫିକ୍ସ ହଉଛି, ଫାଇନାଲ ହଉଛି, ସେମାନେ ପ୍ରଥମେ ଥାନାରେ ରେଜିଷ୍ଟ୍ରେସନ କରିବା ବାଧ୍ୟତାମୂଳକ କରାଯାଉ। ଦ୍ୱିତୀୟରେ ଉଭୟ ପୁଅ ଏବଂ ଝିଅର ଗୋଟିଏ ବର୍ଷର ଲାଷ୍ଟ 1 ଇୟର ସିଡିଆର ରିପୋର୍ଟ କମ୍ପଲସରି ଦିଆଯିବାକୁ ପଡ଼ିବ, ସେଟା ଉଭୟ ପକ୍ଷକୁ, ଯାହା ଫଳରେ ସେମାନେ ଇନଭେଷ୍ଟିଗେସନ କରିବାର ସୁବିଧା ହେବ ଉଭୟ ପ୍ରତି। এইটা কেবল আপোষ বুঝামଣାর বিষয় নুহে କି এইটা কেবল বিশ্বাসর বিষয় নুহে। বিশ্বাস নাঁরে আপন যদি ধোকা খাইবে তাহলে আপন সারা জীবন পস্তাইবে, আপনার পিলামানে পস্তাইবে। তেণু এতে সব সমস্যা হওয়া পূর্বর সম্পূর্ণ জিনিস ওপেন হওয়াটা নিহাতি আবশ্যক ଅଛି। এইভাবে দুর্ঘটনাকে যদি সরকার এড়াইবা ପାଇଁ চাହୁଁଛି, যুব সমাজକୁ যদি বৈবাহিক জীবনর যে যন্ত্রণার বঞ্চাইবা ପାଇଁ চাହୁଁଛି, তাহলে গোটিଏ কাম হଉ, টেকনোলজির সাহারা নিয়াଯାଉ। ପିଲାମାନଙ୍କୁ ବା ପିଲାମାନଙ୍କର ଅଭିଭାବକ ମାନଙ୍କୁ ଉଭୟ ପୁଅ ଆଉ ଝିଅଙ୍କର ଲାଷ୍ଟ 1 ଇୟରର ସିଡିଆର ରିପୋର୍ଟ ଦେବା ପାଇଁ ସରକାର ଗୋଟେ ନିୟମ ଆଣନ୍ତୁ। ସିଡିଆର ମାନେ କଲ୍ ଡିଟେଲ ରିପୋର୍ଟ, ସେ ବର୍ଷ ସାରା କାହା ସହିତ କେତେ ଥର କଥା ହେଇଛି ଫୋନରେ, ତା ସହିତ ଇନଷ୍ଟାଗ୍ରାମ, ସେ ହ୍ୱାଟ୍ସଆପ୍, ସେ ସୋସିଆଲ ମିଡ଼ିଆ ଯେତେ ସବୁ ଟେକ୍ନୋଲୋଜି କରୁଛି ତାର ଡିଟେଲ ମଧ୍ୟ ଓପେନ୍ ହେଉ। ଏହାଦ୍ୱାରା ଘଟଣାଟା କ୍ଷୀର ପାଣି ଅଲଗା ଅଲଗା ହେଇଯିବ। ଯଦି ଆପଣଙ୍କର ବିଶ୍ୱାସ ହେଲା କରିବେ, ନହେଲେ କ୍ୟାନସେଲ ହେଇଯିବ। ଆପଣ ଭାବିବେ ଯଦି ଏ ପ୍ରକାର ତ ହୁଏ ତାହେଲେ ବାହାଘର ହବ ନାହିଁ, ପୁଅ ଝିଅ ବାହା ନ ହେଇକି ରହିଯିବେ। ଆରେ ଆପଣ ଗୋଟେ କଥା ଚିନ୍ତା କରନ୍ତୁ, ବାହାଘର ପରେ ସାରା ଜୀବନ ଅଶାନ୍ତିରେ ବଞ୍ଚିବାଟା ଆବଶ୍ୟକ বা ମୃତ୍ୟୁକୁ ଆପଣେଇବା ଆବଶ୍ୟକ, ନା ଆପଣଙ୍କର ପୁଅ ଝିଅର ଜୀବନଟା ଅଧିକ ଆବଶ୍ୟକ? ଶାନ୍ତିରେ ମଣିଷ ବଞ୍ଚିବା ପାଇଁ ଆସିଛି, ବାହାଘରଟା ଜୀବନର ଶେଷ ଲକ୍ଷ୍ୟ ନୁହେଁ। ଏଇ କଥାଟାକୁ ମଧ୍ୟ ଆପଣ ଚିନ୍ତା କରନ୍ତୁ। ଯେଉଁମାନେ ବାହା ହେଇନାହାନ୍ତି ସେମାନେ ସମାଜରେ ସେମାନଙ୍କର ମାନ୍ୟତା ତାଙ୍କୁ କିଏ କାଟି ଦେଉନାହିଁ, ମାତ୍ର ଆପଣଙ୍କର ପୁଅର ଝିଅର ଜୀବନଟା ଅତି ମୂଲ୍ୟବାନ। ତେଣୁ ଏଥିପାଇଁ ସମାଜର ପରିବର୍ତ୍ତନ ଦରକାର, ସାମାଜିକ ପରିବର୍ତ୍ତନ ଦରକାର, ସରକାରୀ ସ୍ତରରେ ପରିବର୍ତ୍ତନ ଦରକାର, ଆଉ ଆପଣଙ୍କର ବ୍ୟକ୍ତିଗତ ସ୍ତରରେ ମଧ୍ୟ ପରିବର୍ତ୍ତନ ଆବଶ୍ୟକ ଅଛି। ଯଦି ନ ହୁଏ, এই ପ୍ରକାର ଘଟଣା, ଏଇ କେତନ ଅଗ୍ରୱାଲ ଭଳିଆ ଘଟଣା ଆଉ ସିଆ ଗୋଏଲ ଭଳିଆ ଘଟଣା ସମାଜରେ ଘଟି ଚାଲିଥିବ, ଆପଣ ତାକୁ ଖାଲି କେବଳ ଖବର କାଗଜରେ ପଢ଼ି ରହିଯିବେ ସିନା, ଆର କୌଣସି ସମାଧାନ ହବ ନାହିଁ। ଏଇଟା ଆପଣ କେତେବେଳେ ବୁଝିବେ? ଯେତେବେଳେ এই ঘটনাটা ଆପଣଙ୍କ ସହିତ ଘଟିବ।